ଯାହାକୁ କେମିତି ଆସିଛନ୍ତି ମୁଁ ଟିକେ ହସି ଦିଏ। ଜାଣିଛନ୍ତି ମୋ ପାଖରେ ପଇସା ନଥିବ ମୁଁ ଲିଫ୍ଟ ନେଇକି ଆସେ। ବହୁତ ଦୁଃଖର ମୁଁ ଲିଫ୍ଟ ନେଇକି ଆସେ ଦେଖା କରିବି କିଛି ମୋ ମାନେ ମନରେ କିଛି ବି ପଟାଏ ଯେ ଏଇଟା ମାଗିବି ସେଇଟା କରିବି ଭାଇ ମାଗିଲେ ମିଳିଥାନ୍ତା ସବୁ। ମୁଁ କେବେ ବି ସେମିତି ଚିନ୍ତା କରେ ନା। ମୋ ପିଲା ଛୁଆ ମୋ ଛୋଟ ପିଲା ଥାଏ ତାକୁ ବି ମୁଁ ଚାହିଁବି କ'ଣ ତୁମ ଶତ୍ରୁ ନା। ଅଫିସ୍ ସରିବ ମାନେ ମୋର ଯେମିତି ଏଇଟା କ୍ଲାସ୍ ଅଛି ଯେମିତି କୋଚିଂ ଯାଉନା ମୁଁ ଆଇଏସ୍ଏବି ଓଏସ୍ଏବି ମୁଁ ବ୍ୟତିବ୍ୟସ୍ତ ହେଇଯିବି। ମାନେ ମୋତେ ମାନେ ଇତସ୍ତିତ ହେଇଯାଏ ଯେ କେମିତି ଯାଇ ପହଞ୍ଚିବି। ପହଞ୍ଚିଲା ପରେ କ'ଣ ହେଲା, ଯେଉଁ ସଂଗଠନ ଭିତରେ ମୁଁ ରହୁଥିଲି, କାହିଁକି ରହୁଥିଲି ଯେ ମୋର ତ ବହୁତ ଅସୁବିଧା ଥିଲା। କାରଣ ଏଇ ସଂଗଠନ ଭିତରେ ରହିଗଲେ ମୁଁ ଆଉ କିଛି ମୋ ରୋଜଗାରକ୍ଷମ ହେଇଯିବ, ବଞ୍ଚିଯିବ, ମୋର ପ୍ରୋବ୍ଲେମ୍ ସଲ୍ଭ ହେଇଯିବ। ମେଟେରିଆଲ୍ ନା ମେଟେରିଆଲ୍ ନା। ତ ଲାଷ୍ଟଲି ମୁଁ କାହିଁକି ମୋତେ ଲାଗିଲା ନା କେବେ ବି ମଣିଷକୁ ମେଟେରିଆଲ୍ଟା ଶାନ୍ତି ଦେଇପାରିବନି। ସେଟା ମୁଁ ଏବେ ବି କନଫର୍ମ ହେଇଗଲାଣି। କେବେ ବସ୍ତୁ ଗୋଟେ ମଣିଷକୁ ଅରିଜିନାଲି ପ୍ରତିଟି ବ୍ୟକ୍ତିବିଶେଷ ଚାହୁଁଛନ୍ତି, କିନ୍ତୁ ସେ ତା'ର ବାଟଟା ଖୋଲିନାହାନ୍ତି। ମୋ କହିବା କଥା ମୋତେ ଶାନ୍ତି ଦରକାର। ମୁଁ କେବେ ଶାନ୍ତିର ବାଟଟା ଖୋଜିନି। ମୁଁ ମୁହଁରେ ମୌଖିକ କହିଦେଉଛି ସବୁ ମୋର ଗୋଟେ ପିସ୍ ମିଳୁନି। ମୋ ପୁଅଟା ଇଏ ହେଇଗଲା, ମୋ ସ୍ତ୍ରୀଟା ଇଏ ହେଇଗଲା, ଇଏ ହେଇଗଲା, ସିଏ ହେଇଗଲା। ନା ଭାଇ ଗୋଟେ କଥା କୁହନ୍ତି, ଭାଇଙ୍କର ଗୋଟେ କଥା ଯେ ସବୁବେଳେ ସେ ଦୃଢ଼ତା ସହକାରେ କୁହନ୍ତି ଯଦି ମୁଁ ହଲିବି ନହେଲେ ଭଗବାନ ହଲେଇବେ। ଏ ସେକେଣ୍ଡ ଲୋକ କେହି ନାହାନ୍ତି ଯେ ମୋତେ ହଲେଇ ଦେବ ଚିନ୍ମୟ ମହାନ୍ତି। ଏବଂ ସେଇ ଆର୍ଟଟାକୁ ମୁଁ କହିଲି ଆରେ ମୁଁ ବି ମୋ ବଡ଼ିକି ନେବି, ମୁଁ ବି ସେମିତି ବନୁଯିବି। ଯଦି ହଲିବି ମୁଁ ହଲିବି ନହେଲେ ଭଗବାନ ହଲେଇବେ, ନହେଲେ ଆଉ କେହି ନୁହଁ। କାହିଁକି ଭାଇ କୁହନ୍ତି ଯେ ନାଇଁ ଭାଇ ମୁଁ ଏତିକି ସ୍ଥିର, ଆପଣ ଭଲଟା କହିଲେ ଯାହା ଲାଗିବ, ଖରାପଟା କହିଲେ ଯଦି ଶଳା କହିଲେ ବି ଯଦି ସେୟା ଲାଗିଲା ତାହେଲେ ମୁଁ ସ୍ଥିର। ଆଉ ଯଦି ବିରକ୍ତି ହେଇଯିବି ତା ମାନେ ଆପଣ ସେଇ ଟାଇମ୍ରେ ମୋ ବ୍ରେନ୍ଟାକୁ ଆପଣ କ୍ୟାପଚରକୁ ନେଇଗଲେ, ତାହେଲେ ଆପଣ କି ମଣିଷ। ତ ଏଇସବୁ ଜିନିଷ ମୁଁ କହିବାର ତାତ୍ପର୍ଯ୍ୟ ଏହା। ଠିକ୍ ଅଛି, ମୁଁ ସାର୍ଟିଫିକେଟ୍ ପୁଳେ ଧରିଛି ସୋସାଇଟିକି ଦେଖିବା ପାଇଁ, ଭଲ ପୋଷ୍ଟ ପୋଜିସନ୍ ସବୁ ହୋଲ୍ଡ କରୁଛି। ଭାଇଙ୍କ ପଛରେ ସବୁଗୁଡ଼ା ଖୋଳ, ଟୋଟାଲି ସବୁ ଜିନିଷ ଖୋଳ, ପ୍ରକୃତରେ ଖୋଳ। ପୋଷ୍ଟ ପୋଜିସନ୍, ଶିକ୍ଷାଗତ ଯୋଗ୍ୟତା, ଇଏ ସବୁ ଜଷ୍ଟ ଗୋଟେ କ'ଣ କି ଏଇଟା ତ କହିବାକୁ ଗଲେ ଭଗବାନ ତିଆରି କରିନାହାନ୍ତି, ସୋସାଇଟିର ଚଳନୀ ହିସାବରେ ଏଗୁଡ଼ା ସବୁ କରାହେଇଛି। ମାନେ ସେ ସେଇ ପଦବୀ ଅଛନ୍ତି, ମୁଁ କେତେ ବେଣ୍ଡ ନମସ୍କାର କରିବି, ମୋତେ ଟିକେ କେତେ ଭଲ ପାଇବ, କ'ଣ ହେବ ସବୁ ଏଇସବୁ ଜିନିଷ ଗୁଡ଼ାକ। କିନ୍ତୁ ଭାଇଙ୍କ ଠାରୁ ଯେଉଁ ଶିକ୍ଷାଟା ପାଇଛି, ମୁଁ ଭାବୁଛି ଯେ ସୋସାଇଟିରେ ଆଉ ସବୁ ଜିନିଷ ଗୁଡ଼ାକ ଜଷ୍ଟ ମୁଁ କେୟାରଟେକର୍ ଅଛି, ମୋ ସେ ଚାକିରିର ହେଉ, ଘରର ହେଉ, କି ମୋ ବ୍ୟାଙ୍କ ବାଲାନ୍ସର ହେଉ, ଜଷ୍ଟ ଗୋଟେ ଜଗୁଆଳି ଅଛି ଯେଉଁଟାକି ମୁଁ କ୍ୟାରି ଫରୱାର୍ଡ଼ କରିକି ଗଲାବେଳେ ନେଇପାରିବିନି। ଭାଇ ଦେଇଥିବା ଜିନିଷଟା ନିଶ୍ଚୟ କ୍ୟାରି ଫରୱାର୍ଡ଼ ହେବ। ସେଇଟା ବି ପୁଣି କେମିତି କ୍ୟାରି ଫରୱାର୍ଡ଼ ହେବ ନାଇଁ କି? ଯଦି ଆପଣ ରିଏଲ୍ ସେନ୍ସରେ ମୋଠୁ ବୁଝିବାକୁ ଚାହୁଁଛନ୍ତି କେଉଁ ଦିନ ଭାଇଙ୍କ ପାଖକୁ ଆସିଥିଲି, ଆଉ ଭାଇ କେଉଁ କଲର୍ର ସାର୍ଟ ପ୍ୟାଣ୍ଟ ପିନ୍ଧିଥିଲେ, ଆଉ କେଉଁଠି ବସିଥିଲେ, ଆଉ କେତେ ସମୟ ଦେଇଥିଲେ, ଆଉ କ'ଣ ଆନ୍ସର୍ କରିଥିଲେ, ମୋର ପ୍ରତିଟି କୋଶ୍ଚିନ୍ ମୁଁ କେବେ କୋଶ୍ଚିନ୍ ପଚାରିନି, ଆଜି ପର୍ଯ୍ୟନ୍ତ ପଚାରିନି। କିନ୍ତୁ ମନ ଭିତରେ ଭାବନାର କୋଶ୍ଚିନ୍ର ଆନ୍ସର୍ କେମିତି ପାଇଥାଏ ମନ ଭିତରେ ନାଇଁ କି? ତ ଆପଣଙ୍କୁ ଲାଗୁଥିବ ନା ଯେ ଭାଇଙ୍କ ପାଖକୁ କାହିଁକି ଆସିଥିଲି? ୟେସ୍, ମୁଁ ବି ଆସିଥିଲି, ମୁଁ ବି ସମସ୍ୟା ନେଇକି ଆସିଥିଲି। କିନ୍ତୁ ମୁଁ ଦେଖିଲି ମୋ ସମସ୍ୟାଟା ତ ବହୁତ ମାନେ ଏଇସବୁ ଜ୍ଞାନରେ ଆସିଲା ପରେ ମୋ ସମସ୍ୟାଟାକୁ ମୁଁ କାହିଁକି ଭାବିଲିନି ଏଇଟା ଗୋଟେ ସମସ୍ୟା ବୋଲି। ଏଇଟା ଗୋଟେ ମୋର ଲୋଭଟା। ମୁଁ କାହିଁକି ଏତେ ଭଲ ଲୋକଟାକୁ ସେ ଲୋଭା ଶକ୍ତି, ମୋର ଭଲ ଲୋଭ ସକାଶେ ତାଙ୍କୁ କାହିଁ ସେଠି ନାଇଁ ସେ ଯାହା ଦେଉଛନ୍ତି ସେଇଟା ନେଇଯିବା। ଆଉ ସେଇଟା ନେଇଗଲା ପରେ ଆଟଲିଷ୍ଟ ରାତିରେ ମୁଁ ଶାନ୍ତିରେ ଶୋଇପାରୁଛି। ମୋତେ କେବେ ଲାଇଫ୍ରେ ସ୍ଲିପିଂ ପିଲ୍ସର ଆବଶ୍ୟକ ହେଇନି। ଆଉ ସତ କହୁଛି ଆଜି ପର୍ଯ୍ୟନ୍ତ ମୁଁ କେବେ ଡ୍ରଗ୍ ୟୁଜ୍ କରିନି। ଭାବନା ମନରେ ଏତେ ବଡ଼ ଭାବନା ଆସିଥାଏ
ମୁଁ ମେଡ଼ିକାଲ ଯିବିନି ଆଉ କିଛି ଗୋଟେ ଫିଲ୍ ହେବ ଆସି ସିଧା ଭାଇଙ୍କୁ ପଚାରିବି ଭାଇ ଆଜି ମୋର ହାର୍ଟରେ କିଛି ହେଲାଣି ବସୁନ କାହାକୁ ଭାଇ ମୋର ଟିକେ ହାର୍ଟରେ ହେଉଛି କେଉଁଦିନ କ୍ୟାନ୍ସର ହେଇଯାଉଛି କେଉଁଦିନ ହାର୍ଟ ହେଇଗଲାଣି କେଉଁଦିନ ବ୍ରେନ୍ ଖରାପ ହେଇଗଲାଣି କହିଦେବି ଭାଇ ପଚାରିବେ ମେଡ଼ିସିନ ଖାଇବେ ନା ଏଇ ସତରେ ସେ ଜାଣିଛନ୍ତି ଇଏ ଖାଇବୁନି ହଉ ଲେଖିଦେବେ ସେଇଟା ପ୍ରେସ୍କ୍ରିପ୍ସନ୍ ରହିଲା ଆଉ ଯାଆନ୍ତୁ କିଛି ହେବନି ଗଲି କେବେ ମେଡ଼ିସିନ ନେଇନି କେବେ ବି ନେଇନି ତ ଆଉ ଗୋଟେ ଜିନିଷ କ'ଣ ହେଲା ଯେ ଯେଉଁ ଜିନିଷ ମୁଁ ସୋସାଇଟିରେ ସମସ୍ତଙ୍କୁ କହିବାକୁ ଚାହିଁବି ଯେ ଜ୍ଞାନର ଆଉ ଗୁରୁର ନିତ୍ୟାନ୍ତ ପ୍ରତିଟି ବ୍ୟକ୍ତି ବିଶେଷ ପାଇଁ ଆବଶ୍ୟକତା ଅଛି। ଆପଣଙ୍କ କଥା ଶୁଣିକି ମୋ ଭିତରେ କିଛି ଗୋଟେ କଥା ସୃଷ୍ଟି ହେଉଛି ସମୟ ଅଭାବ ବହୁତ ଆର୍ଗୁମେଣ୍ଟ କରିବାକୁ ଇଚ୍ଛା ହେଉଛି କ'ଣ କରିବା ନା ଭାଇ କହିଥିଲେ କହିଦେଉଛି ସୂଚେଇ ଦେଉଛି ସେତେବେଳେ ବହୁତ ବଡ଼ କଥା ହେବା ନା ସେତେବେଳେ ଆର୍ଗୁମେଣ୍ଟଟା ନଥାଏ ମୁଁ ତ ସେ କଥାରେ ମନରେ ଆପଣଙ୍କର ପ୍ରଶ୍ନ ଆସିପାରେ ମୁଁ ଚେଷ୍ଟା କରି ସେଇଟା ତିଆରି କରି କାହିଁକି ଆର୍ଗୁମେଣ୍ଟ ନୁହଁ କାହିଁକି ହେଲେ ମୁଁ ପାରିବିନି ମୁଁ ନିଜକୁ ସରେଣ୍ଡର କରୁଛି ମୁଁ ପାରିବିନି ଏଇଥିପାଇଁ ମୁଁ ତ ଆଦୌ କହିନି ଯେ ମୁଁ ମହାଜ୍ଞାନୀ ବୋଲି ନା ମୁଁ ପାରିବିନି ଏଇଥିପାଇଁ ଯେ ସେଇ ଉତ୍ତର ଦିନ ହଁ କେଉଁ ଆର୍ଗୁମେଣ୍ଟ ଶୁଣି ମୋ ଭିତରେ କାହିଁକି ଗୋଟେ ଆର୍ଗୁମେଣ୍ଟ କରିବାକୁ ଇଚ୍ଛା କାହିଁକି ଏଇଥିପାଇଁ ଆର୍ଗୁମେଣ୍ଟ ହେଲା ଯେ ଆପଣ ବର୍ତ୍ତମାନ ପୁରା ସ୍ଥିତପ୍ରଜ୍ଞ ନଥିଲେ ମୋତେ ରିସିଭ୍ କରିବା ପାଇଁ ତ ଆପଣ ଯଦି ଡିପ୍ଲି ରିସିଭ୍ କରିଥାନ୍ତେ ତାହେଲେ ଆର୍ଗୁମେଣ୍ଟ ତାଙ୍କର ଆଉ ଶୁଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତେ କଥା ବୁଝିପାରିଲେ କାହିଁକି ଏଇଟା ତ ମୋର ନିଜସ୍ୱ ନୁହଁ ନା ମୁଁ କେଉଁ ବହିରୁ ପଢ଼ିପାରିନି ନା ଆପଣ ବିଲିଭ୍ କରିବେନି ମୁଁ କେବେ କୌଣସି ବହି ପଢ଼ିନି ମୁଁ କେବେ ବି ଟିଭି ଦେଖିନି ରାମାୟଣ ଦେଖିନି ମହାଭାରତ ଦେଖିନି କିନ୍ତୁ ଲୋକ ମୋତେ କହୁଛନ୍ତି ବର୍ତ୍ତମାନ ମହାଜ୍ଞାନୀ ମହାପଣ୍ଡିତ ତୁ ରାମାୟଣ ପଢ଼ିଦେଉଛୁ ଗୀତା ପଢ଼ିଦେଉଛୁ ସବୁ ଭଗବାନଙ୍କ ଘରେ ରଖିଛୁ ପୂଜା କରିଛୁ ନା ମୁଁ କେବେ ମନ୍ଦିର ଯାଏ ନା କୌଣସି ଇଭିନ୍ ବି ଆର୍ଟିକିଲ୍ କିଛି ବି ପଢ଼େନି କିନ୍ତୁ ଆଜି ମୋ ନିଜକୁ ମୁଁ ବହୁତ ଧନ୍ୟ ମନେ କରୁଛି ମୁଁ ବୋଧେ ସେଇ ସକ୍ଷମ ଯେ ଆପଣ ଯଦି ସୋସିଆଲ ଲାଇଫ୍ ସୋସିଆଲ ଆକ୍ଟିଭିଟି ଆର୍ଟ ଅଫ୍ ଲିଭିଂ ଉପରେ କିଛି ପଚାରନ୍ତୁ ନିଶ୍ଚୟ ମୁଁ ସକ୍ଷମ ହେବି ତାର ଉତ୍ତର ଦେବାକୁ କେଉଁଠି କମି ରହୁଛି ମୁଁ ଲିଭିଂ ମାନଙ୍କୁ ବୁଝିପାରୁନି ଶୁଣନ୍ତୁ ଫାଷ୍ଟରେ ଯଦି ଲିଭିଂ ମାନେ ଶୁଣନ୍ତୁ ଆପଣ ମୁଁ ଆଦୌ ବୁଝିପାରୁନି ନା ଆପଣ ବୁଝିପାରୁନାହାନ୍ତି ଏଇଥିପାଇଁ ଫାଷ୍ଟ ଅଫ୍ ଅଲ୍ ଗୋଟେ ଆପଣ କ୍ଲିୟର ମୁଁ ବୁଝିପାରୁନି ନା ମୁଁ କ୍ଲିୟର ମୁଁ ଆପଣ ବୁଝିପାରୁନାହାନ୍ତି କାରଣ ମୁଁ ତ ନିଜେ ବୁଝିନି ମୁଁ ଆପଣଙ୍କୁ କେମିତି ବୁଝିପାରୁନାହାନ୍ତି ସେଇଟା ନୁହଁ ଶୁଣନ୍ତୁ ଫାଷ୍ଟ ଅଫ୍ ଅଲ୍ ନା ମୋତେ ଉତ୍ତର ଦେବାକୁ ଆପଣ ରେଡ଼ି ହଁ ରେଡ଼ି ମାନେ ଶୁଣନ୍ତୁ ଆପଣ କାହିଁକି ବୁଝିପାରୁନାହାନ୍ତି ବୁଝିପାରୁନାହାନ୍ତି ବୁଝିପାରିନି ସମ୍ପୂର୍ଣ୍ଣ ମାନେ ମୁଁ କ'ଣ ବୁଝିପାରିବିନି କେମିତି ଆପଣ ବୁଝିପାରୁନାହାନ୍ତି ଶୁଣନ୍ତୁ ରେଡ଼ିଓ ଷ୍ଟେସନଟା ସବୁବେଳେ ଖୋଲା ଅଛି ଦୂରରୁ ମୋତେ ଡାକୁଛନ୍ତି ନା ଆସ ଏଇ ରାସ୍ତାରେ ହିଁ ଶୁଣନ୍ତୁ ରେଡ଼ିଓ ଷ୍ଟେସନଟା ଖୋଲା ଅଛି ଆପଣ ଏମିତି କ'ଣ ବୁଝିଛନ୍ତି ମୋତେ ଡାକୁଛନ୍ତି ସେଇ ରାସ୍ତାକୁ ଯିବାକୁ ମୁଁ ତ କହୁଛି ଚାଲିଛି ନା ମୁଁ ତ ସରିବନି ନା ଆପଣ ତା ଭିତରୁ ବୁଝିଯିବେ ନା କେଉଁଟା ମୋତେ କନଫ୍ୟୁଜରେ ପକାଉଛନ୍ତି କନଫ୍ୟୁଜନ୍ ନାହିଁ ତ ମୁଁ ତ କହିବି ବୁଝିନାହାନ୍ତି ସେଇ ରାସ୍ତାରେ ମୋତେ ବୁଝିପାରୁଛି ନା ମୁଁ କହିଲି ମୁଁ ବୁଝିବି ମୁଁ ସମ୍ପୂର୍ଣ୍ଣ ବୁଝିବି ମୁଁ ବି ଆସୁଛି ନା କ୍ଲାସ୍ କରିବାକୁ ତଥାପି ମୋର ଆଶା ରହୁଛି ଆପଣ ମୋତେ ଏମିତି ହଁ ନିଶ୍ଚୟ ସେଇଟା ଯେଉଁଟା ଆସିବା ପାଇଁ ଆପଣଙ୍କୁ କମ୍ପେଲ୍ କରିବା ପାଇଁ ମୁଁ କହିଲି ଯେ ମଣିଷ ପ୍ରତିଟି ମୋମେଣ୍ଟରେ ତା'ର ସମସ୍ୟା ଆସେ ଏବଂ ତା'ର ସମାଧାନର ପନ୍ଥାଟା ସେ ଖୋଜି ବୁଲେ ଦୁନିଆରେ ଭାଇ କହିଲେ ରୋଗ ନାହିଁ କି ପ୍ରୋବ୍ଲେମ୍ ନାହିଁ ଇଫ୍ ଦ୍ୟାଟ୍ ଇଜ୍ ଏ ପ୍ରୋବ୍ଲେମ୍ ଦ୍ୟାଟ୍ ମଷ୍ଟ ବି ଏ ସଲ୍ୟୁସନ୍ ହୁ ଇଜ୍ ଦ ସଲ୍ୟୁସନ୍ ମେକର୍ ୟୁ ହାଭ୍ ଟୁ ଫାଇଣ୍ଡ ଆଉଟ୍ ତ ମୁଁ ଯଦି କହିବି ଆପଣ ସମସ୍ୟା ଘେରା ଭିତରେ ଅଛନ୍ତି LIC ଗୋଟେ ଫିଲ୍ଡ ଯେଉଁଥିରେ କି ଆପଣ ସମସ୍ୟାର ସମାଧାନର ପନ୍ଥା ନିଶ୍ଚୟ ଆପଣ ଶିଖିପାରିବେ ଯଦି ସମସ୍ୟା ଭିତରେ ଅଛନ୍ତି ଯେ ସେଇ ସମସ୍ୟା ସିଏ 10 ବର୍ଷ ତଳେ ଯେଉଁ ସମସ୍ୟା ଥିଲା ଆଜି ତ ନୂତନ ଯେଉଁ ସମସ୍ୟା ଅଛି 10 ବର୍ଷ ତଳେ ଆପଣ ଯାହା ଓଜନ ଥିଲେ ଆପଣ ଚୂଳର କଲର ଯାହା ଥିଲା ଆଜି ସେ ଅଛି କି ମୁଁ ସେଇ ଆଶା ରଖିବି ଇଭାଲୁଏସନ୍ ପ୍ରୋସେସ୍ ମୁଁ ଆଶା ରଖିବି କି ସେ ମୋର ଯାବତୀୟ ସମସ୍ୟା ସମାଧାନ ହେଇପାରିବ ଆଶା ରଖି ଆସନ୍ତୁ
पूरा बिंदास आसतु आ बिंदास समस्या समाधान निश्चिंत हम जब न हम तापर उत्तर हुए ଆଉ ଟିକେ ସରଳ ବିନ୍ଦାସ ସେଇଟା କ'ଣ କେମିତି ବୁଝିବ? बिंदास माने कौन जस्ट मुझे आसी आप केवे भी विश्वास करें जे मो ऑफिस डायरेक्टली ये आसी मो कार्यक्षेत्र छाड़ी मो स्त्री से एकुटिया अच्छी एवं मुझे जो बस श्रीजुक्त चिन्मय महांती फ्रंट में बसी मुझे कौन चिंता कैनि कि मोर के भी फोन आसे जे मो स्त्री साढ़े कौन खाइब जो नहीं पारे तत्पर रही जी आसबि नुह रात 11टा 12टा 1 पर्यंत मुझे रही এটা ଗୋଟେ ଜିଦ୍ଦିର ପ୍ରକାଶ ନୁହେଁ ତ? हाँ जिद एटा बढ़िया जिनसा कहली जो जिद न थो से ତାହେଲେ ମୋ ଭିତରେ କାହିଁ ସେ ଜିଦ୍ ଆସୁନି? यस आसुनी कौन मु कौन कहली आप एबीसीडी शिखिले ही वार्ड्स को जी वार्ड्स पर सेंटेन्स को जी आप एबीसीडी न चिन्हिक न पढ़िक न शिखिक आप डायरेक्ट कौन सेंटेन्स तैयार कर इज इट पॉसिबल? ତାହେଲେ ଆମେ ପ୍ରସ୍ତୁତ ହେଇକି କରିପାରିବା? नो एत बड़ कम तो प्रस्तुत बिल्कुल आवश्यक नहीं आप प्रस्तुत कौटी ये सोसाइटी शिखी देखी कि ना रिसर्च इज गोइंग ऑन ତାହେଲେ ଆପଣଙ୍କୁ ଯଦି କେତେବେଳେ ମୋର କିଛି ଇଚ୍ଛା ହେଲା ଲିଭିଂ ମ୍ୟାନେଜ ବିଷୟରେ ଜାଣିବା ପାଇଁ ତାହେଲେ ଆପଣଙ୍କୁ ସମୟ ମାଗିବା ଦରକାର ना किसी समय मागे दरकार नहीं आप हक सहकार जी जब से किसी इच्छा मो घर जाए कबाट बढ़ाइबे और मुझे निश्चय जब लिविंग यूनिट लोक होती कबाट खोलेंगे मुझे रात अधर द्विपर जो ଆପଣ ସରକାରୀ ବୃତ୍ତିରେ ଆବୃତ ଅଛନ୍ତି? सरकार वृत्ति तो मो पेट पट पोष सरकार वृत्ति सहित मोर ମୋର ସେଇ मनीष मनीष हाँपाई चाहूँ आती मन रखु लिविंग यूनिट गोटे मनीष तैयारी कर कौन निश्चय से भरसा मोर अच्छी किंतु से बाट पाइबार टी कठिनता होची जो आपण मैंने कन्फ्यूज अच्छा कहते आपड़ जदि मंदिर भीतर थे भगवान कौटे अच्छा पचारे तार उत्तर में कौन किंतु कन्फ्यूज कहीं हाँ हम कन्फ्यूजन हम कहीं एत नेगेटिव वर्ड भितर आप कौट पॉजिटिव आसो शेष गोटे कथा मत लिखले समय न नहीं आप जो पहुँच करेंगे। धन्यवाद।